हेलो हाय नमस्कार ମୁଁ ଶୁଣିଲି ଆପଣମାନଙ୍କୁ ସ୍ୱାଗତ କରୁଛି ଶୁଣିଲି ଲାଇଫଷ୍ଟାଇଲ୍ ବ୍ଲଗ୍ସରେ। ଚାଲନ୍ତୁ ଆଜି ଦେଖିବା କ'ଣ ହେଉଛି। ଆଜି ଆମେ ବାହାରିଥିଲୁ ଦଇତାରି ଯିବା ପାଇଁ। ଆଜି ଦୁର୍ଗାଷ୍ଟମୀ ଥିଲା ତ ଜାରକାରେ ଦୁର୍ଗା ପୂଜା କରିସାରିକି ଆଜି ଅଷ୍ଟମୀ କରିଥିଲି। ପୂଜା ହେଉଛି କରିସାରିକି ଖାଇବା ତ ଆଜି ଉପାସ ଥିଲା ମୋର। ତାପରେ 1-2ଟା ଭିତରେ ବାହାରି ଗଲୁ ଆମେ ଦଇତାରି ପାଇଁ। ଖରା ଏତେ ଜୋର ହେଉଥିଲା ଯେ ଖରା ପାଇଁ ମାନେ ଦେହ ତାତି ଯାଉଥିଲା, କିନ୍ତୁ ଦଇତାରି ଯିବା ରାସ୍ତାରେ ଏତେ ସୁନ୍ଦର ନଜାରା ଥିଲା, ଏତେ ସୁନ୍ଦର ଦୃଶ୍ୟ ଯେମିତି ମାନେ କିଏ ଆଙ୍କି ଦେଇଛି ତୁଳି ଧରିକି ମାନେ ଇଏ ଜାଗାକୁ ପୁରା ସୁନ୍ଦରରେ ପଡ଼ିଥିଲା। ବାଦଲ ଏତେ ସୁନ୍ଦରରେ ପଡ଼ିଥିଲା ଯେମିତି ଆକାଶରେ ଚିତ୍ର ଅଙ୍କା ହେଇଛି, ରାସ୍ତା ସାରା ପାହାଡ଼ ପର୍ବତ ପୁରା ବହୁତ ସୁନ୍ଦର ଜାଗା ଥିଲା। ତାପରେ ଆମେ ଦଇତାରିରେ ପହଞ୍ଚି ବାହାରି ଯାଇଥିଲୁ ଦୁର୍ଗା ଦେଖିବା ପାଇଁ, ଦଶହରା ଦେଖିବା ପାଇଁ। ତ ଯାଇକି ଦୀପ ଲଗାଇ ଦେଇଥିଲି, ପୂଜା କରିଦେଇଥିଲୁ ଠାକୁରଙ୍କୁ। ତାପରେ ଆସିକି ମୀନା ବଜାର ବୁଲାବୁଲି ପାଇଁ ଆସିଥିଲୁ, ମୀନା ବଜାରରେ ବୁଲିଲୁ। ତାପରେ ମେଲୋଡ଼ି ପ୍ରୋଗ୍ରାମ୍ ସେଠି ହେଉଥିଲା ତ ଟିକେ ଦେଖିଦେଇକି ପଳେଇ ଆସିଲୁ। ତା ପରଦିନ ସକାଳୁ ପୁଣି କାମ ସାରି ପୁଣି ତା ପରଦିନ ସନ୍ଧ୍ୟାବେଳେ ଯିବା ପାଇଁ ପୁଣି ରେଡ଼ି ହେଇଗଲୁ। ଦେଖନ୍ତୁ ସେଇଦିନ ମୋ ଝିଅ କେତେ ବୁଲାବୁଲି କରିଛି, ବହୁତ ସୁନ୍ଦର ଜାଗା। ଦଇତାରି ଏମିତି ଜାଗା, ମୁଁ ଗୋଟେ ଥର ତ ଆସିଥିଲି, ସେକେଣ୍ଡ ଥର ଏଇଟା ମୋର। ବହୁତ ସୁନ୍ଦରରେ ସବୁ ପର୍ବପର୍ବାଣି ସବୁ ବହୁତ ସୁନ୍ଦରରେ ହେଉଛି। ଆଉ ଚାଲନ୍ତୁ ଆଜି ପୁଣି ତା ପରଦିନ ନବମୀ ଦିନ ପୁଣି ବାହାରି ଗଲୁ ଆମେ ଯିବା ପାଇଁ। ଦେଖନ୍ତୁ ମୋ ଗେଟଅପ୍ଟି କେମିତି ହେଇଛି, ଆପଣଙ୍କୁ ମୋ ମେକଅପ୍ଟି କେମିତି ଲାଗୁଛି, ମୋ ଶାଢ଼ୀଟି କେମିତି ଲାଗୁଛି ପ୍ଲିଜ୍ କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ ମୋ ସାଙ୍ଗରେ ଯିବେ ପୁଣି ଦେଖିବା ପାଇଁ, ଦଶହରା ଦେଖିବା ପାଇଁ ଯିବା। ଆଉ ସେଦିନ ଆମେ ଗଲା ପରେ ଅଷ୍ଟମୀ ଦିନ ତ ମୋର ଓଷା ଥିଲା, ମୁଁ କିଛି ଖାଇନଥିଲି। ତାପରଦିନ ସେଦିନ ଯାଇ ପୁଣି ପୂଜାପୂଜି କରିସାରିଲୁ। ପୂଜାପୂଜି କରିସାରିକି ମୀନା ବଜାର ବୁଲିବା ପାଇଁ ପୁଣି ପଳେଇଲୁ। ତା ପଛପଟେ ହେଇଥିଲା ଦୁର୍ଗାଙ୍କ ପଛପଟେ ହେଉଥିଲା ମୀନା ବଜାର। ଦେଖନ୍ତୁ ଏଇ ଝିଅଟି ଆସିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଯେହେତୁ ହେଉଥିଲା, ଇଏ ଓଡ଼ିଶୀ କରିବା ପାଇଁ ଝିଅଟି ଆସିଥିଲା। ଆଉ ତାକୁ ଦେଖା କରିସାରିକି ଆମେ ଟିକେ ମେଲୋଡ଼ି ତ ହେଇନଥିଲା, ଟାଇମ୍ ହେଇନଥିଲା। ଆମେ ମୀନା ବଜାର ବୁଲିବା ପାଇଁ ପଳେଇଲୁ। ମୀନା ବଜାରରେ ମଞ୍ଚୁରିଆନ୍ ଖାଇଦେଲୁ, ଯେହେତୁ ବିନା ପିଆଜ ରସୁଣରେ ହେଇଥିଲା। ନବମୀ ଦିନ ମୁଁ ତ ଓଷା କିଛି ନଥିଲା, ନବମୀ ଦିନ ଖାଇ ଦେଇଥିଲି ବିନା ପିଆଜ ରସୁଣର ମଞ୍ଚୁରିଆନ୍। ତାପରେ ଆସିବା ରାସ୍ତାରେ ଆମ ଦୋକାନ ପଡ଼ିଥିଲା। ଦଇତାରି ଯିବାର କାରଣ ଯେ ଆମ ଦୋକାନ ପୂଜା ଥିଲା ଦଇତାରିରେ। ଆମ ଦୋକାନ ଦେଖନ୍ତୁ, ଆମ ଦୋକାନ ପୂଜା ହେଇଯାଇଥିଲା। ତାପର ଦିନ ଭୋଗ ବଣ୍ଟାବଣ୍ଟି ଥିଲା ତ ଯେହେତୁ, ତାପରଦିନ ଦଶହରା ବି ଥିଲା। ଦଶହରାରେ ସୁଦଶା ବ୍ରତ ପଡ଼ିଥିଲା ଯେହେତୁ ଚିତା ପକାପକି କରିଦେଇଥିଲି। ତାପରେ ବାହାରି ଯାଇଥିଲୁ ଆମେ ମନ୍ଦିର ଚାଲିକି ଯାଇଥାନ୍ତୁ ତ ବର୍ଷା ହେଉଥିଲା ଯେହେତୁ ଆମକୁ ଗାଡ଼ିରେ ନେଇ ଛାଡ଼ି ଦେଇଥିଲେ। ଦଇତାରିର ମନ୍ଦିର ଆଉ ଲୋକ, ଆଉ ଦଇତାରି ଗୋଟେ ଏମିତି ଜାଗା, ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟତା ଅଛି। ମୁଁ ଓଡ଼ିଶା ଭିତରେ କୁଆଡ଼େ ବି ଯାଇଛି, ଯେତେ ଜାଗା ବୁଲିଛି, କେଉଁଠି ବି ଏମିତି ଜାଗା ଦେଖିନାହିଁ। ଦେଖନ୍ତୁ ଆପଣ ତାଙ୍କ ମନ୍ଦିର ପୁରା ସବୁଆଡ଼େ ସ୍ୱଚ୍ଛ ମାନେ ପରିଷ୍କାର ପରିଚ୍ଛନ୍ନ, ସବୁଆଡ଼େ ସବୁ ଜିନିଷ ବହୁତ ବଢ଼ିଆ। ଏତେ ସୁନ୍ଦର ଜାଗା ମୁଁ ମୋ ଜୀବନରେ ବି କେବେ ବି କେଉଁଠି ଦେଖିନଥିଲି। ଆଉ ଆପଣ ଥରେ ଆସନ୍ତୁ, ଦେଖିବେ, ମାନେ ଆପଣଙ୍କ ମନ କେବେ ଚାହିଁବନି ଯେ ଆଉ ସେ ସହର ଭିତରକୁ ଯାଇ ଗାଡ଼ି ପାଇଁ ଗାଁରେ ମାନେ ଇଏ ହେବା ପାଇଁ। ଏଠି ପୁରା ଶାନ୍ତ ପରିବେଶ, ବହୁତ ସୁନ୍ଦର ଜାଗା। ଆଉ ଆମେ ଯାଇଥିବା ଅବସ୍ଥାରେ ମନ୍ଦିରକୁ ଯାଇଥିଲୁ, ଆମେ ପୁଷ୍ପାଞ୍ଜଳି ଦୀପ ଲଗାଲଗି କରିଦେଇଥିଲୁ। ପୁଷ୍ପାଞ୍ଜଳି ଦେଲାବେଳେ ଜଣେ ଭଉଣୀଙ୍କ ଲୁଗାରେ ଲାଗିଯାଇଥିଲା ଦୀପ। ତାଙ୍କୁ ଅବଶ୍ୟ କିଛି ତାଙ୍କ ଦେହରେ ଲାଗିନଥିଲା, ଅଳ୍ପ କିଛିରେ ବର୍ତ୍ତିଗଲେ ସିଏ। ଆଉ ତାଙ୍କ ମନ ବହୁତ ଦୁଃଖ ହେଲା ଯେ ଆଜି ସୁଦଶା ବ୍ରତ ଗୁରୁବାରରେ ତାଙ୍କ ଲୁଗା ପୋଡ଼ିଗଲା। ତ ଯାହା ବି ହଉ, ସେ ନନା କହିଲେ କିଛି ନାହିଁ, ଯେ ଯାହା ଭାଗ୍ୟରେ ହବାର ଥିବ ହେବ। ତ ସେଠୁ ଆମେ ପଳେଇ ଆସିଥିଲୁ। ଆସିକି ମନ୍ଦିରରୁ ପଳେଇ ଆସିକି ତାପରେ ଅଟା ଚକୁଳି କରିଦେଇଥିଲି ଯେ ଖାଇବା ପାଇଁ। ଅଟା ଚକୁଳି କରିସାରିକି ଖାଇ ଦେଇଥିଲୁ। ଖାଇକିନା ମିଠା ପ୍ୟାକିଂ କରିଥିଲୁ ଯେ ଆମ ଦୋକାନରେ କଷ୍ଟମରମାନଙ୍କୁ ଦିଆହେବ ବୋଲି। ଏଠି ସବୁ ଦୋକାନ ପୂଜା ହେଉଛି ଦଶହରାରେ। ବହୁତ ସୁନ୍ଦର ଲୋକ, ମାନେ ଏଠି ଏତେ ଲୋକ ବି ସୁନ୍ଦର, ଏତେ ବି ମାନେ ଜାଗା ବି ସୁନ୍ଦର, ଲୋକ ବି ପରିବେଶ ବି ସୁନ୍ଦର। ସବୁ ଲୋକ ମାନେ ସବୁ ଲୋକ ସମସ୍ତଙ୍କ ସାଙ୍ଗରେ ମିଳିମିଶି ଏମିତି ରହୁଛନ୍ତି ମାନେ ଯେମିତି ନିଜ ଘର। ସବୁ କୁଆଡ଼ୁ କିଏ କ'ଣ ଆସିଛନ୍ତି, କିନ୍ତୁ ବହୁତ ସୁନ୍ଦରରେ ରହୁଛନ୍ତି। ଆଉ ମୋତେ ବହୁତ ବଢ଼ିଆ ଲାଗିଲା ଜାଗା। ଆଉ ତାପରେ ଆମେ କରିଦେଇଥିଲୁ ସାଧାରେ ସବୁ ଖାଇବା ହେଇଯାଇଥିଲା। ଦେଖନ୍ତୁ ଓଉ ଖଟାଟା କେମିତି ହେଉଛି ସାଧାରେ, ବହୁତ ସୁନ୍ଦର ଲାଗିଥିଲା। ମାନେ ଏତେ ଟେଷ୍ଟି ଥିଲା ଯେ ସାଧାରେ ଏତେ ଭଲ ଜିନିଷ ହେଇପାରିବ ଆପଣ କେବେ ଭାବି ବି ପାରିବେନି। ଆଉ ଆମ ରୋଷେଇ ତ ଆମ ସାନ ମା ବହୁତ ସୁନ୍ଦର କରନ୍ତି। ଆଉ
ଦେଖି ନିଅନ୍ତୁ ଓଉଟା ଟିକେ ବଡ଼ ହୋଇଯାଇଥିଲା ବୋଲି ତାକୁ ଟିକେ ସିଝେଇ ଦେଇକି ତାପରେ କାଢ଼ିକି ଭାଜି ଦେଇ କଷି ଦେଇଥିଲେ। ତାପରେ ପାଣି ଦେଇ ଗୁଡ଼ ଦେଇ ପାଣି ଦେଇଥିଲେ ତାପରେ କାଢ଼ି ଦେଇଥିଲେ। ତାକୁ ପୁଣି ପଛରେ ଫୁଟେଇ ଦେଇଥିଲେ। ଆଉ ଏତେ ସୁନ୍ଦର ଏତେ ଟେଷ୍ଟି ଲାଗୁଥିଲା। ତା ଖାଦ୍ୟଟା ବହୁତ ବଢ଼ିଆ ହେଇଥିଲା। ଆପଣ ଥରେ କରିକି ଘରେ ଦେଖନ୍ତୁ। ଆଉ ମୋ ଭିଡ଼ିଓଟି ଆପଣମାନଙ୍କୁ ଯଦି ଭଲ ଲାଗୁଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଆଉ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ଯେ ମୋର କେଉଁଠି ଭୁଲ ରହିଯାଉଛି। ଆଉ ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ମୋତେ ଟିକେ ସପୋର୍ଟ କରନ୍ତୁ ଯେ ମୁଁ ଆଗକୁ ଯାଇପାରିବି। ମୋ ଲୋକ ଦେଖିକିନା ମୋ ଭିଡ଼ିଓଟି ମୋତେ ଲାଇକ୍ କରିବେ। ଆଉ ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁନି ତଥାପି ବି ଆପଣ କମେଣ୍ଟ କରନ୍ତୁ ଯେ ମୁଁ ସୁଧାରି ପାରିବି ଯେ ଜିନିଷ ଯେ କେଉଁଠି ଭୁଲ ରହିଯାଉଛି କ'ଣ ଭୁଲ ରହିଯାଉଛି। ଆଉ ଦେଖନ୍ତୁ ଆପଣମାନେ ଖଟାଟା ତିଆରି ହେଇଯାଇଥିଲା। ତାପରେ ଆମେ ମୋ ଝିଅକୁ ଖୁଆଇବା ପାଇଁ ନେଇଯାଇଥିଲି। ସେଦିନ ହେଇଥିଲା ଭାତ ଡାଲମା ଖଟା ଆଉ କଦଳୀ ଆଳୁ ଭଜା ଆଉ ଚାଉଳ ପାମ୍ପଡ଼ ଛାଣି ଦେଇଥିଲୁ ଖାଇବା ପାଇଁ। ମୋ ଝିଅ ତ ଖାଇବା ପାଇଁ ସବୁ ଜିନିଷରେ ତାର ନଖରା ବହୁତ। ସେ ଖାଇବା ପାଇଁ ଦୁଷ୍ଟ ହେଉଥିଲା ଏପଟ ସେପଟ ହେଉଥିଲା। ତ ଆସିକି ବସିଲା ମାମା ଏଗୁଡ଼ା କ'ଣ ହେଇଛି? ମୁଁ କହିଲି ଆଜି ସୁଦଶା ବ୍ରତ ସେଥିପାଇଁ ଅରୁଆରେ ହେଇଛି। ସେଠି ତାକୁ ଖୋଇ ଦେଇଥିଲି। ସେ କହିବ ମାମା ୱାଓ ଟେଷ୍ଟି। ସେ ବହୁତ ଖାଉ ନ ଖାଉ ସବୁ ଜିନିଷ କହିଦେବ ଟେଷ୍ଟି ଯେ। ଆଉ